शुभ सकाळ 26 मसीहार जाग्रत जनता बहु बाधा विघ्न छाँ छाँ मौड़ी जीव तम समस्तंकर यथेष्ट मंगल हेब। एणु मु आज मोर भाई बंधु कुटुंब को निमंत्रण करुछि जो माने साहाय्य सहयोग स्नेह ममता आदर प्रेम देई मोर श्रोता बंधु साजिचंती। हे प्रिय श्रोता बंधु, आमे आज जानुआरी 18 तारीख रविवार त्रिवेणी अमावास्या। जानुआरी 18 तारीख रविवार त्रिवेणी अमावास्या। यही दिन 12 राशि फलाफल घोषणा करवा। प्रथम जानिबा रविवार सूर्योदय 6:25 पर, प्रकृत समय 6:25:33। 6:25:33। तेणु 6:25 पर सूर्यास्त 5:27 पर, माने 5:27:55। अशुभ समय अपराह्न 4:09 ରୁ 5:32। अपराह्न 4:09 ରୁ 5:32। ଏବେ ଆଲୋଚନା କରିବା मेषराशि कथा। मनीष मात्र आशावादी, टिके सुजोग पाइले सेही सुजोग को भरोसा करी आगो को जीवा को चेष्टा करी थाए। किछि दिन हेला मेष राशिर जनता दुख रे भांगी पड़ी थिले। विधाता सेमानंकर दुख लाघव करिसंती। दीर्घ दिन हेब योजना पर योजना करुथिले भी मेष राशिर लोके नाना बाधा विघ्नर सम्मुखीन हेउछंती। जानुआरी 18 तारीख रविवार 4:40 परठारु जेणु शुभ समय आसुछि, तेणु एमानंकर मनोकामना पूर्ण हेब, कार्य सिद्धि हेब। रविवार मेष पाई घात प्रतिघात सृष्टि करिव। दिन 10:14 परे अश्विन नक्षत्र पाई अशुभ समय आसिव। तथापि 4:45 जाए रुचिपूर्ण व्यवहार रे जन गण मन मोहन हेले निज पाई भल। जन गण मन मोहन हवा को पड़िबो हेले भल निज पाई। रविवार दिन 4:40 परठारु समस्त समस्यार सहज समाधान होई जीव। समस्त घात प्रतिघात दूरेई जीव। समस्त मनोकामना पूर्ण हेब मेष राशियांकर। वृष राशि कथा बुझिबा। नाना विध शारीरिक व्यथा वेदना सह जीवन निर्वाह करुथिबा वृष राशिर व्यक्ति समुदाय 18 तारीख रविवार 4:30 ठारू सुस्थता अनुभव करिवे। 4:45 को टिके भल लागिवो। यही क्रम रे सुस्थ हेले भी देव सेवा आड़कू मन बलिवो। एते गुड़िए कष्ट सौची बोधे कौट किसी भूल भटका हो जाइए। तेणु टिके मंदिर जीवी, देव दर्शन करी, गुहारी करी, जुहार हेबी। यही भली मन भावना नहीं सेवाने देव दर्शन करिवे। देव सेवा आड़कू मन बलिवो। देवता सेवार आनंद पाइबे।
ଏ ଦିନ ବୃଷ ରାଶି ମହିଳାଙ୍କର ଘାତଚନ୍ଦ୍ର ଦିନ 10ଟା 15 ଠାରୁ କୃତ୍ତିକା ନକ୍ଷତ୍ରର ଅଶୁଭ ସମୟ ଆସିବ। ତଥାପି ଟିକେ ମାନିଲେ ଭଲ। ବାକ୍ସଂଯମତା ରକ୍ଷା କଲେ କେହି ଆଙ୍ଗୁଳି ଦେଖେଇ ପାରିବେ ନାହିଁ ଯେ ତମେ ଖରାପ ଲୋକ। ବାକ୍ସଂଯମତା ସବୁବେଳେ ଶାସ୍ତ୍ର କହନ୍ତି ଅନେକ ଶୁଣ, କାରଣ ଆମର 2ଟା କାନ ପରା, ଆଉ କମ୍ କୁହ ଗୋଟାଏ ପାଟି। ଯେଉଁମାନେ ବକଡ଼ ବକଡ଼ ବକର ବକର ହୁଅନ୍ତି ସେମାନେ ଗାଳି ଶୁଣନ୍ତି। ଆଉ କ'ଣ? ମିଥୁନ କଥା ବୁଝିବା। ମନ ଠିକ୍ ଠାକ୍ ଚାଲିବ। ଦିନ 4ଟା 40 ପରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହେବ। ଏମାନଙ୍କର ଗଲା ଦିନ 4ଟା 40 ପରଠୁ ଶୁଭ, ହେଲେ ମିଥୁନ ପାଇଁ 4ଟା 40 ଯାଏଁ ଭଲ। ମିଥୁନ ରାଶି ପାଇଁ 18 ତାରିଖ ରବିବାର। ଏ ଯାଏ ଧାଇଁ ଦୌଡ଼ି କର୍ମ କରି ବଢ଼ିଆ ରୋଜଗାର କରିବେ। 4ଟା 40 ଯାଏ ଧାଇଁ ଦୌଡ଼ି ବଢ଼ିଆ ରୋଜଗାର କରିବେ। ଇନକମ୍ ଇଜ୍ ସୁଇଟେବଲ୍ ମଷ୍ଟ। ସମସ୍ତ ବୃତ୍ତିଧାରୀଙ୍କ ପାଇଁ 18 ତାରିଖ ରବିବାର ଆୟକାରୀ ଦିନ ମାତ୍ର 4ଟା 40 ଯାଏ। 4ଟା 40 ପରେ ଦୁର୍ଘଟଣା ହେବାର ଭୟ ଅଛି। 4ଟା 40 ପରେ କ'ଣ ବାହାରକୁ ବାହାରିବେ ନା କ'ଣ? ନାହିଁ। ଯଦି ବାହାରନ୍ତି ହୁସିଆର, କାରଣ ଦୁର୍ଘଟଣା ଭୟ ଅଛି। ଦେହ ଅସୁସ୍ଥ ହେବ, ବ୍ୟୟ ବଢ଼ିଯିବ। ଶାରୀରିକ ସମସ୍ୟା ପାଇଁ ଚିନ୍ତା ଅଧୀର କରିବ। ଆଜି ମିଥୁନ ରାଶି ମହିଳାଙ୍କର ଘାତଚନ୍ଦ୍ର। ପୁଣି ଦିନ 10ଟା 14 ପରେ ଆର୍ଦ୍ରାର ଅଶୁଭ ସମୟ ଆସିବ। ହେଲେ କର୍କଟ ରାଶି, ଯାହା ପ୍ରତି କୌଣସି ଗ୍ରହଙ୍କର କଲ୍ୟାଣ ନାହିଁ, ଆଜି ତାକୁ ଦୈବ ନିଜ କୋଳରେ ବସେଇ ଝୁଲେଇବେ। କାହାକୁ? କର୍କଟ ରାଶିର ସମସ୍ତ ବ୍ୟକ୍ତିଙ୍କୁ। ଦେବୀ ଧନଲକ୍ଷ୍ମୀଙ୍କ ଅଖଣ୍ଡ କରୁଣା ବାରିରେ କର୍କଟ ରାଶିର ଲୋକେ ରବିବାର 18 ତାରିଖ ସ୍ନାନ କରି 4ଟା 40 ଯାଏ ବିବିଧ ବୃତ୍ତିରୁ ଲାଭ ସାଉଁଟିବେ। ଧନଲକ୍ଷ୍ମୀଙ୍କ କରୁଣା ବାରିରେ ସ୍ନାନ କରି ମାନେ ଧନଲକ୍ଷ୍ମୀଙ୍କର କରୁଣା ଆଜି ଅଛି କର୍କଟ ରାଶି ପାଇଁ। ତେଣୁ ସେମାନେ ସମସ୍ତେ ନିଦ ଭାଙ୍ଗିଲା ପରଠାରୁ 4ଟା 40 ଯାଏ ବିଭିନ୍ନ କାର୍ଯ୍ୟରୁ, ବିଭିନ୍ନ ବୃତ୍ତିରୁ, ବିଭିନ୍ନ ଉପାୟରେ ଖାଲି ଧନ ସାଉଁଟିବେ, ଅଣ୍ଟିରେ ରଖିବେ। 4ଟା 41ରୁ ନୂତନ ଆୟ ପାଇଁ ଯୋଜନା କରିବେ, ଆଉ ସବୁ ସଫଳ ହେବ। ପଠନ, ଗମନ, ଭୋଜନ, ଶୟନ, ଭ୍ରମଣ ଓ ଦେବ ଦର୍ଶନ ପାଇଁ ସୁଯୋଗ ଆସିବ। ଦେହ ଭଲ ରହିବ। ଏତେ କଥା ଶୁଣିଲା ପରେ ଯଦି କର୍କଟ ରାଶିର ଲୋକମାନେ ଶୀତ ହେଉଛି, ଟିକେ କମ୍ବଳ ତଳେ ଶୋଇପଡ଼ିଲେ ଆରାମ ଲାଗିବ, ଏ ଚିନ୍ତାଧାରା ପୋଷଣ କରିବେ ତ ନହି ସୁପ୍ତସ୍ୟ ସିଂହସ୍ୟ ମୁଖେ ପ୍ରବିଶନ୍ତି ମୃଗାଃ। ଶୋଇଥିବା ସିଂହ ପାଟିରେ ଆସି କୌଣସି ପଶୁ ପଶିଯିବେନି ଯେ ତୁ ମୋତେ ଖା। ଯା ଧାଁ ପା, ଯା ଧାଁ ପା। ବାସ୍, ସିଂହ କଥା ଶୁଣିବା। ଲୋକ ନିଜ ସୁକର୍ମ ପାଇଁ ପୁରସ୍କୃତ ହୋଇଥାଏ। ଆଜି ଏ ସମାଜରେ ଯିଏ ଧନ୍ୟର ପାତ୍ର,
ଯାହାକୁ ଲୋକ ପ୍ରଶଂସା ପୁଷ୍ପରେ ପୋତି ପକାଉଛନ୍ତି, ସେ କ'ଣ ଏମିତି ଅଳସୁଆ? ନା, ସେ ସୁକର୍ମୀ। ସୁଖସ୍ୟ ଦୁଃଖସ୍ୟ ନ କୋପି ଦାତା। କେହି କାହାକୁ ସୁଖ ଦିଏନା କି ଦୁଃଖ ଦିଏନା। ତେଣୁ ଲୋକେ ନିଜ ସୁକର୍ମ ପାଇଁ ପୁରସ୍କୃତ ହୋଇଥାନ୍ତି। ବିଧାତାଙ୍କ ଯୋଜନା ଅନୁସାରେ ସିଂହ ରାଶିର ଲୋକେ ନିଜ କର୍ମାନୁସାରେ ଉଚିତ ପୁରସ୍କାର ପାଇବେ। ଉଦ୍ୟମୀ ପୁରୁଷ ନିଜ ସୁକର୍ମର ସୁଫଳ ପାଇବେ। ନିଜେ ବୁଝିବେ, ଈଶ୍ୱର ଆଜି ମୋ ଉପରେ ପ୍ରସନ୍ନ। ପୁରସ୍କାର ବ୍ୟକ୍ତିକୁ କେତେବେଳେ କେଉଁ ରୂପରେ ମିଳିବ, ସେ କଥା ସେ ବ୍ୟକ୍ତି ହିଁ କହିବ। ଖାଲି କ'ଣ ହାତକୁ ହାତ ବଢ଼େଇ ଦେଲେ କିଛି ଗୋଟିଏ ଜିନିଷ, ଦ୍ରବ୍ୟ, ବସ୍ତୁ, ଏଇଟା ପୁରସ୍କାର? କାଲି ପରା କହିଥିଲି ଧନ୍ୟବାଦର ମହତ୍ଵ କେତେ। ଏହା ହିଁ ମୋ ପାଇଁ ପୁରସ୍କାର। ଯିଏ କର୍ମୀ, ତାକୁ ଯଦି ପ୍ରଶଂସା ପତ୍ର ମିଳିଲା, ଲୋକଙ୍କଠୁ ନୁହଁ, ଈଶ୍ୱରଙ୍କ ଠାରୁ, ତାହେଲେ ସେ କ'ଣ ଭାବେ, ଏଇଟା ମୋ ପାଇଁ ବଡ଼ ପୁରସ୍କାର। ସୁକର୍ମରେ ଏବଂ ସ୍ୱକର୍ମରେ ସଫଳ ହେଲେ ବୁଝେ, ଈଶ୍ୱର ଆଜି ମୋ ଉପରେ ପ୍ରସନ୍ନ। ଏହା ହିଁ ମୋ ପାଇଁ ପୁରସ୍କାର। ସକାଳ 10ଟା 14 ପରେ ମଘାର ଅଶୁଭ ସମୟ ଆସିବ। ଆଉ କର୍କଟ ତ କିଛି କହିଲେନି ଆଜ୍ଞା, କହିଲି ପରା ସକାଳ 14 ପରେ ପୁଷ୍ୟା ନକ୍ଷତ୍ରର ଅଶୁଭ ଆସିବ। କର୍କଟ ରାଶିରେ କହିନି ବୋଧେ, ସରି। ସକାଳ 10ଟା 14 ପରେ ମଘାର ଅଶୁଭ ସମୟ ଆସିବ। ଦିନ 4ଟା 40 ଯାଏ ନାନାବିଧ ସୁଖ ପାଇ ସମସ୍ତେ ଖୁସି ହେବେ। ଆଉ ସମସ୍ତ ବୃତ୍ତିର ଲୋକମାନଙ୍କର ବିବିଧ ବଢ଼ିଆ ଲାଭ ହେବ। ମାନେ ମୋଟାମୋଟି ସିଂହ ରାଶି ପାଇଁ ଆଜି ପ୍ରଶଂସା ପତ୍ର ମିଳିବ। ଲୋକେ ପ୍ରଶଂସା କରିବେ, ଦେବତା କଲ୍ୟାଣ କରିବେ, ଦେହ ଭଲ ରହିବ, ଆୟ ରୋଜଗାର ଅମଳ ଠିକ୍ ଠାକ୍ ହେବ। ଯେଉଁଟାକି ମନ ବୁଝିବ। ମନ ବୁଝିଲେ ହେଲା। ଆଉ କ'ଣ? କନ୍ୟା ରାଶି କଥା ଆଲୋଚନା କରିବା। ଛୋଟ ବା ବଡ଼ ରୋଗ ତ ଛୋଟିଆ ଗୋଡ଼ିଟିଏ ଗୋଡ଼ ଗୋଇଠିରେ ରଗଡ଼ି ହୋଇଗଲେ ସେ ପୀଡ଼ା ପରା ଭାରି ବାଧେ। ବଡ଼ ପଥରରେ ଝୁଣ୍ଟି ପଡ଼ିଲେ ଏତେ ବାଧେ ନା। ଛୋଟିଆ କଣ୍ଟାଟିଏ ଗୋଡ଼ରେ ପଶିଗଲେ, ଛୋଟିଆ ବାଲି ଟିକେ ଆଖିରେ ପଡ଼ିଗଲେ ବାଧେ ନା, କଷ୍ଟ ହୁଏ ନା। ତେଣୁ ଛୋଟ ହେଉ ବା ବଡ଼ ହେଉ, ରୋଗ, ସେ ରୋଗ ଦୁଃଖ ଦେଇଥାଏ। ଏହିପରି ଶାରୀରିକ ଦୁଃଖ ସହି କନ୍ୟା ରାଶିର କଥା କହୁଛି, ସହି ଆଜି ରବିବାର 18 ତାରିଖ ଦିନ 4ଟା 40 ପରେ ସୁଖ ଓ ଶାନ୍ତି ପାଇବେ କନ୍ୟା ରାଶିର ସମସ୍ତ ଜନତା। ଦୀର୍ଘ ଦିନ ହେଲା, ହାରାହାରି 2.5 ଦିନ ହେବ, 3 ଦିନ ପାଖାପାଖି, ଛୋଟ ବଡ଼ ବିଭିନ୍ନ ରୋଗରେ ଯନ୍ତ୍ରିତ, ମର୍ଥିତ, ବ୍ୟଥିତ ହୋଇ କଷ୍ଟ ଭୋଗୁଥିବା କନ୍ୟା ରାଶିର ଲୋକମାନେ ଆଜି ରବିବାର 4ଟା 40 ପରଠୁ ଟିକେ ଶାନ୍ତି ଆଉ ସୁଖ ପାଇବେ। ଆଉ କ୍ରମଶଃ ବ୍ୟକ୍ତି ବିଶେଷଙ୍କୁ ନାନାବିଧ ସୁଖ ମିଳିବ। ସେ ଯାଏ ବ୍ୟୟ ହେବ। 4ଟା 40 ଯାଏ ଟିକେ ବ୍ୟୟ ବଢ଼ିଯିବ, ଖର୍ଚ୍ଚ ବଢ଼ିଯିବ, କଷ୍ଟ ହେବ, ସାମୟିକ କଳହ ହେବ, ରୋଗ ଯନ୍ତ୍ରଣା ହେବ, ପୁଣି ଦୁଃଖ କଥା ବଢ଼ିଯିବ। ଦିନ 10ଟା 15 ପରେ ଉତ୍ତର ଫାଲ୍ଗୁନ କନ୍ୟାର ଅଶୁଭ ସମୟ ଆସିବ। ଏସବୁ ଯାହା କହିଲି ଦୁର୍ଘଟଣା, ଏସବୁ ହେବ 4ଟା 40 ଯାଏ। 4ଟା 40 ପରଠାରୁ ଏସବୁ ଦୁଃଖଦ ଘଟଣା ଘଟିବନି। କ୍ରମଶଃ
ସୁଖ ଆଲୁଅ ଜଳିବ, ଦୁଃଖ ଅନ୍ଧାର ଘୁଞ୍ଚିବ। କାଲି ମୋ ନାତି ପଚାରିଲା, ଯେ ରାତି ଅନ୍ଧାର ହେଉଛି ଦିନ ଆଲୁଅ ହେଉଛି କେମିତି? ଏ ଅନ୍ଧାର କୋଉଠି ଥାଏ? ଏ ଶ୍ରୋତା ବନ୍ଧୁ, ଆଜିର ପ୍ରଶ୍ନ, ଏ ଅନ୍ଧାର କୋଉଠି ଥାଏ? ଏବେ ଆସିବା ତୁଳା ରାଶି ପାଖକୁ। ଶରୀରମ୍ ଆଦ୍ୟମ୍ ଖଳୁ ଧର୍ମ ସାଧନମ୍। ଶରୀର ଦେଖି ଧର୍ମ କର। ଯଦି କିଛି ମିଳୁଛି ଧନ, ଆମେ ଯଦି ଦେହକୁ ନ ଜଗି ଖାଲି ପରିଶ୍ରମ କରିବା, ଧନ ଗୋଟେଇବା, ତାହେଲେ ଦେହକୁ ଟିକେ କଷ୍ଟ ହେବ, ଦେହ ପୁଣି ବେଡ଼ରେ ପଡ଼ିଯିବ। ଶରୀରମ୍ ଆଦ୍ୟମ୍ ଖଳୁ ଧର୍ମ ସାଧନମ୍। ତୁଳା ରାଶିର ଲୋକେ କୌଣସି ଘଟଣାକୁ କେନ୍ଦ୍ର କରି ଉତ୍ତେଜିତ ହେବେ। ଆଜି ତୁଳା ରାଶି ଲୋକମାନେ ରାଗିବେ। ଆମେ ଏଟା କାଲି ଆଲୋଚନା କରିଥିଲେ। କ୍ରୋଧାତ୍ ଭବତି ସମ୍ମୋହ। ସବୁ ଦୁଃଖର କାରଣ ହେଉଛି କ୍ରୋଧ। କ୍ରୋଧାତ୍ ଭବତି ସମ୍ମୋହ। ସମ୍ମୋହାତ୍ ସ୍ମୃତି ବିଭ୍ରମ। ସ୍ମୃତି ଭ୍ରଂଶାତ୍ ବୁଦ୍ଧିନାଶଃ। ବୁଦ୍ଧିନାଶୋ ବିନଶ୍ୟତି। ବିନାଶର ମଞ୍ଜି ହେଉଛି କ୍ରୋଧ। ଏହା କାଲି କହିଥିଲି, ଆଜି କହୁଛି ଯେ ଉତ୍ତେଜିତ ହୁଅନ୍ତୁନି। ଧୀର ପାଣି ପଥର କାଟେ, ଏ ମନ୍ତ୍ରରେ ଅଭିଦୀକ୍ଷିତ ହୁଅନ୍ତୁ। କୌଣସି ଘଟଣାକୁ ନେଇ ଉତ୍ତେଜିତ ହେବେ, ପରେ ଅସୁସ୍ଥ ହେବେ। ଦିନ 4:40 ପରେ ପରେ କିଛି ନା କିଛି ବ୍ୟାଧିରେ ଆକ୍ରାନ୍ତ ହେବେ। ସେ ଯାଏ ଭାଇ ବନ୍ଧୁ କୁଟୁମ୍ବ ସମସ୍ତଙ୍କ ସହ ମିଶି ରହିବେ। ସମ୍ପର୍କ ସୁଦୃଢ଼ ରହିଥିବ। ଆୟ ଅଧିକ ବଢ଼ିଆ ହେବ। ସବୁ ମହଲରୁ ଯଥାଯୋଗ୍ୟ ଆଦର ସମ୍ମାନ ମିଳିବ। ଦିନ 10:15 ପରେ ସ୍ୱାତୀ ନକ୍ଷତ୍ରର ଅଶୁଭ ସମୟ ଆସିବ। ରବିବାର ହେତୁ ସାବଧାନ। ରବିବାର ତୁଳା ରାଶି ପାଇଁ ଭଲ ନୁହେଁ। ତେଣୁ 4:40 ପର୍ଯ୍ୟନ୍ତ ତୁଳା ରାଶିକୁ ସର୍ବବିଧ ସୁଖ ମିଳିବ। ଆର୍ଥିକ, ମାନସିକ, ଶାରୀରିକ, କୌଳିକ, ମୌଳିକ, ସାମାଜିକ, ପାରମାର୍ଥିକ ସବୁ ସୁଖ ମିଳିବ। କିନ୍ତୁ ଦୁର୍ଘଟଣା ମାନେ କୌଣସି ଘଟଣାକୁ ନେଇ ହଠଚମକ ସୃଷ୍ଟି ହେବ, ରାଗିଯିବେ ନା, ରାଗିବେନି। ଦିନ 10:15 ପରେ ସ୍ୱାତୀ ନକ୍ଷତ୍ରର ଅଶୁଭ ସମୟ ଆସିବ। ରବିବାର ହେତୁ ସାବଧାନ। ଆଜି 18 ତାରିଖ ରବିବାର। ତୁଳା ରାଶି ପୁରୁଷଙ୍କର ଘାତ ଚନ୍ଦ୍ର। ଏଇ ତ ତୁଳା ରାଶିର ପୁରୁଷମାନେ ଉତ୍ତେଜିତ ହେବେ, ଝଗଡ଼ା କରିବେ, ମୁଣ୍ଡ ଫଟାଫଟି ହେବ, ସୋଧାସୋଧି ହେବେ, ଇତ୍ୟାଦି ଇତ୍ୟାଦି। କିନ୍ତୁ ଆପଣ ତ ବୁଦ୍ଧିମାନ, ଆପଣ କାହିଁ ରାଗିବେ କି? ରାଗନ୍ତୁନି, ଜମା ରାଗନ୍ତୁନି। ଯିଏ ରାଗେ, କ୍ରୋଧ ତାର ହିଁ କ୍ଷତି କରେ। ବନ୍ଧୁ ଯିବା। 18 ତାରିଖ ରବିବାର ବିଛା ରାଶି ପାଇଁ ଦିନ 4:40 ପରଠାରୁ ଭଲ ସମୟ ଆସିବ। ଧନାଗମ ହେବ। ପୂର୍ବ ଯୋଜନାରୁ ଲାଭ ହେବ। ଆଉ ହୋଇଥିବା ଧାର କରଜ ଶୁଝି ହୋଇଯିବ। ସେ ଯାଏ ଧନ ଅଭାବ ମାତ୍ର ମନବୋଧ ହେବନି। କଳହର ସୂତ୍ରପାତ ହେବ। ମନ ଘର ଧରିବନି। ସମୟ ଟିକେ ଅଶୁଭ ହେବ। 4:40 ପରଠାରୁ ସଂଗ୍ରାମ ପାଇଁ ଜୀବନ ଚଞ୍ଚଳ ଚଞ୍ଚଳ ହେବ। ଅନୁରାଧା ନକ୍ଷତ୍ରର ଆଜି ସକାଳ 10:14 ଅଶୁଭ ଆରମ୍ଭ ହେବ। ଦିନଟା ଭଲ, ବିଛା ପାଇଁ ଦିନଟା ଭଲ, ସବୁଥିରୁ ଭଲ, ଆୟ ରୋଜଗାର ବଢ଼ିଆ ହେବ। କିନ୍ତୁ 4:40 ପରେ ଏଇ ରାଶିର ଲୋକେ, ବିଛା ରାଶିର ଲୋକେ ଅଣ୍ଟାରେ ଗାମୁଛା ଭିଡ଼ିବେ।
ହାତରେ ଠେଙ୍ଗା ଧରିବେ, ଆଉ ଦାନ୍ତ ଜିଭ ଓଠକୁ ପଜେଇବେ ଝଗଡ଼ା କରିବା ପାଇଁ। ଅବଶ୍ୟ ଝଗଡ଼ାରେ ବିଜୟୀ ହେବେ, କିନ୍ତୁ ପଙ୍କରେ ପଶିଲେ ଲାଭ କ'ଣ? କଳହ କଲି ମିଳିବ କ'ଣ? ଯଦି ହସି ହସି ସମସ୍ୟାର ସମାଧାନ କରାଯାଏ ତାହେଲେ ଶାନ୍ତି ମିଳିବ। ତମେ ଏ ଶୀତରେ କାହାକୁ ଚାପୁଡ଼ାଏ ପକେଇଲେ ତାକୁ ଯେଉଁ କଷ୍ଟ ହେବ, ତା ଆଖିରୁ ଯେଉଁ ଲୁହ ବୋହିବ, ସେ କ'ଣ ପାଣି? ନାଇଁ ନାଇଁ ନାଇଁ, ସେଇଟା ହିଁ ନିଆଁ, ତମକୁ ଜାଳିଦେବ। ସାବଧାନ, କାହାକୁ କଟୁ କଥା କୁହନା କି କାହାକୁ ଆଘାତ କରନା। ଅନୁରାଧା ନକ୍ଷତ୍ରର ସକାଳୁ ସକାଳୁ ଟିକେ ଅଶୁଭ ସମୟ ଆରମ୍ଭ ହେବ। ବାସ୍, ତାପରେ ଆଲୋଚନା କରିବା ଧନୁ କଥା। ଦିନ 4ଟା 40 ଯାଏ ଧନୁ ରାଶି ଜନତାଙ୍କର ସର୍ବାଙ୍ଗୀନ ଉନ୍ନତି ହେବ। ଶାରୀରିକ, ମାନସିକ, ଆର୍ଥିକ ଓ ସାମାଜିକ ସୁଖ ଅବଶ୍ୟ ମିଳିବ। ଶାନ୍ତି ପୂର୍ଣ୍ଣ ସୁଖମୟ ଜୀବନ ଉପଭୋଗ କରିବେ। 4ଟା 40 ଯାଏ 10ଟା 14ରୁ ମୂଳା ନକ୍ଷତ୍ରର ଅଶୁଭ ସମୟ ଆସିଯିବ। କ୍ଷତିକାରକ ନୁହେଁ। ଏଇ ମୂଳାର ଏଇଟା ଏଇ ଯେଉଁ ଅଶୁଭ ସମୟ ତା କ୍ଷତିକାରକ ନୁହେଁ, କାରଣ ଆଜି ରବିବାର, ରବି ହିଁ ବୃହସ୍ପତିଙ୍କର ମିତ୍ର। 4ଟା 40 ପରଠାରୁ ମନ ଅଧୈର୍ଯ୍ୟ ହେବ, ଆକୁଳ ବ୍ୟାକୁଳ ହେବ, ଏଣୁ ଏଥିପାଇଁ ଧୈର୍ଯ୍ୟ ଦରକାର। 4ଟା 40 ଯାଏ ଧନୁ ରାଶି କି ସବୁ ମିଳିବ। ମୂଳା ରାଶିର ଟିକେ ଅଶୁଭ ସମୟ ଆସିବ, ହେଲେ କ୍ଷତିକାରକ ନୁହେଁ। 4ଟା 40 ପରେ ମନ ଆଉ ବୁଝିବନି, ଆକୁଳ ବ୍ୟାକୁଳ ହେବ, କେଉଁଠି ଟିକେ ଭୁଲ ରହିଗଲା, ବାସ୍। ତାପରେ ମକର ରାଶି। ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ, ଜୀବନର ଦୁଇ ପଥ। ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ, ଜୀବନର ଦୁଇ ପଥ। ସୁଖରେ ଅଧୀର, ଦୁଃଖରେ କାତର, ନ ହୁଅନ୍ତି କେବେ ସନ୍ଥ। ଯିଏ ସନ୍ଥ, ଯିଏ ସାଧୁ, ଯିଏ ସଜ୍ଜନ, ସେ ଦୁଃଖରେ ଭାଙ୍ଗି ପଡ଼ନ୍ତିନି କି ସୁଖରେ ଅଧୀର ହୁଅନ୍ତିନି। ମୁଁ ଏଇଟା ଗୋଟେ ହେଲା, ନାଇଁ ନାଇଁ ନାଇଁ। ମକର ରାଶି ଲୋକଙ୍କ ପାଇଁ 18 ତାରିଖ ରବିବାର ସେହିପରି ପରିସ୍ଥିତି ସୃଷ୍ଟି କରିବ। 4ଟା 40 ପରଠାରୁ ସମସ୍ତ ଜନତା ଆଲୋକ ଦେଖିବେ। 4ଟା 40 ଯାଏ ଅନ୍ଧକାରରେ ଥିବେ, ମାନେ ଦିନ ଅନ୍ଧାର ରାତି ଆଲୁଅ ହେବ। କାହା ପାଇଁ? ମକର ରାଶି ପାଇଁ। ଅର୍ଥାତ୍ ଦିନରେ ସେମାନେ ଦୁଃଖ ଭୋଗିବେ, ରାତିରେ ସୁଖ ଭୋଗିବେ। 18 ତାରିଖ ରବିବାର ସେହିପରି ପରିସ୍ଥିତି ସୃଷ୍ଟି କରିବ। 4ଟା 40 ପରଠାରୁ ସମସ୍ତ ଜନତା ଆଲୋକ ଦେଖିବେ। ସେ ଯାଏ ଅନ୍ଧାର, ମାନେ ବ୍ୟୟ ବଢ଼ିଯିବ, ଦିନରେ ବ୍ୟୟ ବଢ଼ିଯିବ। ଶାରୀରିକ ବ୍ୟଥା ଯନ୍ତ୍ରଣା ବଳବତ୍ତର ହେବ, ଦେହ ଓ ମନ ଅସ୍ଥିର ହେବ। ତାପରେ କ୍ରମଶଃ କର୍ମାନୁସାରେ ସୁଖ, ଶାନ୍ତି, ଧନ, ସମ୍ମାନ ବଢ଼ିଯିବ। ଦିନ 4ଟା 40 ପରେ ସବୁ ବଢ଼ିବ, ସୁଖ, ସମ୍ମାନ, ଶାନ୍ତି, ଅର୍ଥ ଇତ୍ୟାଦି। ଦିନଟି ଦୁଃଖରେ ଓ ରାତିଟି ସୁଖରେ କଟିବ। 12ଟା 14 ପରଠାରୁ ଉତ୍ତର ଆଷାଢ଼ ମକରର ଅଶୁଭ ସମୟ ଆସିବ। କୁମ୍ଭ କଥା। କୁମ୍ଭ ରାଶି ଲୋକଙ୍କ ପାଇଁ 18 ତାରିଖ ରବିବାର ଶୁଭ। ବାସ୍, 4ଟା 40 ପରେ ଯାଏ କୁମ୍ଭ ରାଶି ଲୋକଙ୍କ ପାଇଁ 18 ତାରିଖ ରବିବାର ଆୟ ରୋଜଗାର ସମ୍ବନ୍ଧୀୟ ସୁଖ ଆସିବ। 4ଟା 40 ଯାଏ ଭଲ ରୋଜଗାର ହେବ। ତା ପରଠାରୁ ବ୍ୟୟ ବଢ଼ିଯିବ, ଦେହ ରୋଗାକ୍ରାନ୍ତ ହେବ, ଦିନ ସାରା ସୁଖ। 4ଟା 40 ପରେ ଦୁଃଖ ମାଡ଼ି ଆସିବ। ଦିନ 10ଟା 14ରୁ ଶତଭିସା ନକ୍ଷତ୍ର ଅଶୁଭ ଆରମ୍ଭ ହେବ। ଦିନ ସାରା ଭଲ, ରାତି ସାରା ମନ୍ଦ। କୁମ୍ଭ ରାଶିର। ମୀନ ରାଶି। ସୁଖ ବି ଦୁଃଖ ପରି ଭିନ୍ନ ଭିନ୍ନ ରୂପରେ ଆସିଥାଏ। ଦୁଃଖ ବିଭିନ୍ନ ରୂପରେ ଆସେ, ଆମେ ଅନୁଭବ କରିଛେ। ସୁଖ ବି ସେମିତି ବିଭିନ୍ନ ରୂପରେ ଆସେ।
ସୁଖ ବି ଦୁଃଖ ପରି ଭିନ୍ନ ଭିନ୍ନ ରୂପରେ ଆସି ଜୀବନକୁ ଆମୋଦିତ କରିଥାଏ। 18 ତାରିଖ ରବିବାର ମୀନ ରାଶି ପାଇଁ ସେହିପରି ପରିସ୍ଥିତି ଆସିବ। ବନ୍ଧୁଙ୍କ ସହ ସଂଳାପ ହେବ, ନୂଆ ବନ୍ଧୁ ସୃଷ୍ଟି ହେବେ। 4:40 ଯାଏ ଯାବତୀୟ ସୁଖ ମିଳିବ। କର୍ମଠ ହେବେ, କର୍ମ କ୍ଷେତ୍ରରୁ ଖୁବ୍ ଭଲ ଆୟ ହେବ। 4:40 ପରଠାରୁ ବହୁ ଦିଗରୁ ଆୟ ହେବ। କ୍ରମଶଃ ଧନ ବଢ଼ିଯିବ, ଲାଭ 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 ହେବ। 4:40 ଯେତିକି ରୋଜଗାର ହେବ, 4:40 ପରଠାରୁ ସବୁ ଦିଗରୁ ଲାଭ ହେବ। ବ୍ୟକ୍ତି ଭିନ୍ନ ଭିନ୍ନ, ଯେଉଁମାନଙ୍କର ଚାକିରି ନାହିଁ କି ବ୍ୟବସାୟ ନାହିଁ, ତାଙ୍କର କ'ଣ ଆୟ ହେବ, କ'ଣ ରୋଜଗାର ହେବ, ଏଠି ପ୍ରଶ୍ନ ଆସିପାରେ। ସେମାନଙ୍କୁ ସ୍ନେହ, ମମତା, ଭୋଜନ, ଶୟନ, ଭ୍ରମଣ, ପଠନ, ଯେଉଁ ବ୍ୟକ୍ତି ଯେଉଁ ସୁଖ ପାଇଲେ ଖୁସି ହେବ, ତାକୁ ବିଧାତା ସେ ସୁଖ ଦେବେ। ମୀନ ରାଶିର ସମସ୍ତ ଜନତା ଆଜି ବିଧାତାଙ୍କ କଲ୍ୟାଣ ପାଇବେ। ଏଥିରେ ବ୍ୟସ୍ତ ବିବ୍ରତ ହେବାର କିଛି ନାହିଁ। କିନ୍ତୁ କର୍ମ ତ ଜରୁରୀ ନା। କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ। ଏଣୁ ଆମେ ସମସ୍ତେ ଆଳସ୍ୟ ତ୍ୟାଗ କରିବା, କଷ୍ଟ କରିବା, ଶ୍ରମ କରିବା, ସୁଖ ନିଶ୍ଚୟ ମିଳିବ। ବନ୍ଧୁ, ଆଜି ପାଇଁ ଏତିକି। ଈଶ୍ୱର ଚାହିଁଲେ ଆସନ୍ତା କାଲି ପୁଣି ଦୁଃଖ ସୁଖ ହେବା। ନମସ୍କାର।